ମୁଁ ଆପଣଙ୍କର ଅଭିଜିତ ଦେଖିପାରୁଥିବେ ଆଜିର ବିଷୟ ହେଉଛି ଆମର ଥମ୍ବନେଲ୍ ଦେଖି ଜାଣିପାରୁଥିବେ। ଦେଖନ୍ତୁ ଆପଣଙ୍କ ସ୍କଲାରସିପ୍ଟା କେମିତି କେଉଁ ଜାଗାରେ କେଉଁ ଇନଷ୍ଟିଟ୍ୟୁଟ୍ ହେଇଛି ସେଇଟା ଆପଣଙ୍କୁ ଦେଖିବାକୁ ଚାହୁଁଛି। ଦେଖନ୍ତୁ ମୁଁ କେମିତି ପ୍ରଥମେ ଯିବେ ଆପଣଙ୍କୁ ଫୋନ୍ ବା ଲ୍ୟାପଟପ୍ ପିସିରେ ଗଲା ପରେ ସେଠି ସର୍ଚ୍ଚ ବଟନ୍ଟା ସେଠି ଆସିବ, ସେଠି ମାରିବେ ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ୍ ମାରିଦେବେ। ସ୍କଲାରସିପ୍ ପୋର୍ଟାଲ୍ ମାରିଲା ପରେ ପ୍ରଥମ ଆସିବେ, ସେଠି ସର୍ଚ୍ଚ କରିଦେବେ। ସର୍ଚ୍ଚ କରିଦେଇ ସାରିଲା ପରେ ପ୍ରଥମେ ଗୋଟେ ୱେବସାଇଟ୍ରେ ଯିବେ, କ୍ଲିକ୍ କରିଦେବେ। ସେଇଠି କ୍ଲିକ୍ କଲା ପରେ ଏମିତି ଗୋଟେ ସାମ୍ନାରେ ଆସିବ ଆପଣଙ୍କ ସ୍କିମ୍ ଗୁଡ଼ାକ, ମାନେ କ'ଣ ସ୍କିମ୍ ଗୁଡ଼ାକ ଅଛି ସେଇଟା ସବୁ ଶୋ କରିବ। ତମେ ଆପଣ ଏଇ ଲଗ୍ଇନ୍ ଦେଖାଯାଉପାରୁଥିବେ, ଏଇ ଅପସନ୍ରେ ପଳାଇବେ। କ୍ଲିକ୍ କଲା ପରେ ଆପଣଙ୍କ ଏମିତି ଗୋଟେ ଅପସନ୍ ଆସିବ ଚାରିଟା। ଯେହେତୁ ଆମେ ଷ୍ଟୁଡେଣ୍ଟରେ ଆମେ କ୍ଲିକ୍ କରିଦେବା। ଷ୍ଟୁଡେଣ୍ଟରେ କ୍ଲିକ୍ କଲା ପରେ ଏଠି ଆପଣଙ୍କୁ ମାଗିବ ୱିଥ୍ ଆଧାର ନମ୍ବର ଆଣ୍ଡ ପାସୱାର୍ଡ଼। ପ୍ରଥମେ ମୁଁ ଆଧାର ନମ୍ବରଟା କରିଦେଉଛି। ମୁଁ ଦେଖିପାରୁଥିବି ମୁଁ ଆଧାର ନମ୍ବର ଦେଇଦେଲି। ତାପରେ ଏଇଟା ଆମର କ୍ୟାପ୍ଚାଟା, ଏଇଟାକୁ ଆମେ ମ୍ୟାଥ୍ ସଲ୍ଭ କରିଦେବା। ଏଇଟା ସଲ୍ଭ କରିକି ଏଇଠି ଭରିଦେବେ। ନିଜ ଦେଇଦେଲେ ଦେଖନ୍ତୁ ସାଇନ୍ ଇନ୍ ମାରିଦେଲା ପରେ ଆପଣଙ୍କୁ ଏମିତି ପପ୍ ଗୋଟେ ଆସିବ। Before proceeding any further, please click verify button showing against Aadhaar on OTP will send the mobile number registered in Aadhaar. After entering OTP and change updation made in Aadhaar, ଦେଖନ୍ତୁ ଏଇଟା କିଛି କୌଣସି ନାହିଁ, ଏଇଟା ଓକେ ଉପରେ କ୍ଲିକ୍ କରିଦେବେ। ଓକେ କ୍ଲିକ୍ କରିଦେଲା ପରେ ଆପଣଙ୍କ ଗୋଟେ ଦେଖ ସାଙ୍ଗସନ୍ ବାଇ ଆପ୍ରୁଭ୍ ଭିତରେ ଏମିତି ଯଦି ଆପଣଙ୍କ ଛୋଟ ଶୋ କରୁଥିବ, ମୁଁ ଗ୍ୟାରେଣ୍ଟି ସହ କହିଦେଉଛି ଆପଣଙ୍କୁ 7ରୁ 6 ଦିନ ଭିତରେ ଆପଣଙ୍କ ଆକାଉଣ୍ଟରେ ନିହାତି କ୍ରେଡ଼ିଟ୍ ହେବ। ଦେଖିପାରୁଥିବେ ଏଇଟା ଏବେ ବି ହେଇଛି। ତ ହାଏ, ଏ ଭିଡ଼ିଓ ଯଦି ଭଲ ଲାଗୁଛି ତାହେଲେ ସବସ୍କ୍ରାଇବ୍ ଲାଇକ୍ କରିଦେବେ। ରହୁଛି।